ନିର୍ବାଚନ ହାରିବା ପରେ ମମତା ବାନାର୍ଜୀଙ୍କ ଘୋଷଣା ଲୋକଭବନ ଯାଇ ଇସ୍ତଫା ଦେବିନି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି, ମୁଁ ନିର୍ବାଚନ ହାରି ନାହିଁ, ବରଂ 100 ଆସନରେ ଭୋଟ ଚୋରି ହୋଇଛି। ଆମର ଲଢ଼େଇ କେବଳ ବିଜେପି ସହ ନଥିଲା, ଆମକୁ ଇଲେକ୍ସନ କମିଶନଙ୍କ ସହିତ ବି ଲଢ଼ିବାକୁ ପଡ଼ିଥିଲା। ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ପକ୍ଷପାତପୂର୍ଣ୍ଣ ଥିଲା। ପ୍ରଜାତନ୍ତ୍ରର ହତ୍ୟା କରାଯାଇଛି। ମମତା ସ୍ପଷ୍ଟ କରି କହିଛନ୍ତି ଯେ ଲୋକଭବନ ଯାଇ ଇସ୍ତଫା ଦେବେ ନାହିଁ। ମମତା କହିଛନ୍ତି, ମୁଁ ଲୋକଭବନ କାହିଁକି ଯିବି? ଯଦି ଶପଥ ନେବାର ଥାନ୍ତା ତେବେ ମୁଁ ନିଜେ ଯାଇଥାନ୍ତି। ସେମାନେ ଦଖଲ କରି ନେଇଛନ୍ତି। କ'ଣ ଆପଣଙ୍କୁ ଲାଗୁଛି ମୁଁ ଇସ୍ତଫା ଦେଇଦେବି? ମୁଁ ଯିବିନି। ମୁଁ ସଡ଼କରେ ଥିଲି, ମୁଁ ସଡ଼କରେ ରହିବି। ସେ କହିଛନ୍ତି, ଇଲେକ୍ସନ ପରେ ଇଭିଏମ୍ ମେସିନରେ ଚାର୍ଜ ଲଗାଗଲା। 2 ଫେଜ୍ରେ ଇଲେକ୍ସନ ହେବା ପରେ ସେମାନେ ଆମ ଲୋକଙ୍କୁ ଆରେଷ୍ଟ କରିବା ଆରମ୍ଭ କରିଦେଇଥିଲେ ଓ ଅଫିସରକୁ ଟ୍ରାନ୍ସଫର କରିବା ମଧ୍ୟ ଆରମ୍ଭ କରିଦେଇଥିଲେ। ପରବର୍ତ୍ତୀ ଖବର, ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା। ବିଜୁ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। 8ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନାମ ଘୋଷଣା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ, ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି। ସେପରି ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମନ୍ମଥ ରାଉତରାୟ, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌତମ ବୁଦ୍ଧ ଦାସ, ଅନୁଗୁଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ପ୍ରଧାନ, ବୌଦ୍ଧ କାର୍ଯ୍ୟକାରୀ ସଭାପତି ମହିଧର ରଣା, ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନରୋତ୍ତମ ସାହୁ, କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ଖବର, ଘାରିଛି ସମ୍ଭାବ୍ୟ ବାତ୍ୟା ଭୟ, ବିନା ଲାଇଫ୍ ଜ୍ୟାକେଟ୍ରେ ଚିଲିକାରେ ନୌବିହାର ମନା। ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ ଆଶଙ୍କା କରିଛି। ଏଣୁ ଜିଲ୍ଲା ପ୍ରଶାସନକୁ ବାତ୍ୟାର ଭୟ ଘାରିଛି। ତେଣୁ ବାତ୍ୟା ସମୟରେ ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱାରୋପ କରିଛି। ଚିଲିକାରେ ବିନା ଲାଇଫ୍ ଜ୍ୟାକେଟ୍ରେ ପର୍ଯ୍ୟଟକଙ୍କ ନୌବିହାର ଏବଂ ଯାତ୍ରୀ ପରିବହନ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି। ତେଣୁ ଚିଲିକା ଜଳଯାତ୍ରା ଓ ନୌକା ବିହାରରେ ବ୍ୟବହୃତ ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। 2004 ମସିହା ଆଇନ ଅନୁସାରେ ଚିଲିକାରେ ଚଳାଚଳ କରୁଥିବା ସମସ୍ତ ସରକାରୀ ଓ ଘରୋଇ ଡଙ୍ଗାଗୁଡ଼ିକରେ ପର୍ଯ୍ୟଟକ ଓ ଯାତ୍ରୀ ବିନା ଲାଇଫ୍ ଜ୍ୟାକେଟ୍ରେ ଜଳଯାତ୍ରା କରିପାରିବେ ନାହିଁ। ଏନେଇ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ଡଙ୍ଗା ବୋଟ୍ ମାଲିକ ପ୍ରଶାସନ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରେ ତାହେଲେ ସମ୍ପୃକ୍ତ ଡଙ୍ଗା ମାଲିକ ଓ ଚାଳକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଚେତାବନୀ ଦେଇଛି। ପରବର୍ତ୍ତୀ ଖବର, ଭିଜିଲାନ୍ସ ଜାଲରେ ତହସିଲ ଅଫିସର ଅମିନ। 15,000 ଟଙ୍କା ନେବା ବେଳେ ଧରାପଡ଼ିଲେ ବଙ୍ଗମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି। ପାର୍ଟିସନ ସୁଟ୍ କେସ୍ ବାବଦକୁ 15,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ତହସିଲଦାର ଅମିନ ଜଣେ ଆବେଦନକାରୀଙ୍କଠାରୁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଜମି ସମ୍ପତ୍ତି ବିଭାଜନ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ସପକ୍ଷରେ ନୂତନ ଆରଓଆର୍ ପ୍ରଦାନ ପାଇଁ ଫାଇଲ ପ୍ରକ୍ରିୟାକରଣ କରିବା ପାଇଁ 15,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ପରବର୍ତ୍ତୀ ଖବର, 61 ସ୍ଥାନରେ ଅଦିନିଆ ରଥଯାତ୍ରା ପ୍ରସ୍ତୁତି କରିଛି ଇସ୍କନ। 2ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା ପାଇଁ ଯୋଜନା। 2026 ମସିହା ଅର୍ଥାତ୍ ଚଳିତ ବର୍ଷ ଆହୁରି 61 ଜାଗାରେ ତିଥିବିହୀନ ବା ଅଦିନିଆ ରଥଯାତ୍ରା କରିବାକୁ ପ୍ରସ୍ତୁତି କରିଛି ଇସ୍କନ। ୟୁଏସ୍ ଓ କାନାଡାର 28 ସ୍ଥାନରେ, ୟୁକେ ଏବଂ ୟୁରୋପର 28, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର 2 ଏବଂ ଆଫ୍ରିକା, ଏସିଆ ଓ ରୁଷିଆର 1 ଲେଖାଏଁ ସ୍ଥାନରେ ଅଦିନିଆ ରଥଯାତ୍ରା କରିବ ଇସ୍କନ। ଅଦିନିଆ ରଥଯାତ୍ରାକୁ କଡ଼ା ବିରୋଧ ସତ୍ତ୍ୱେ 2025ରୁ ଏଯାବତ୍ ବିଦେଶରେ 29 ସ୍ଥାନରେ ଅଦିନିଆ ରଥଯାତ୍ରା କରିସାରିଛି ଇସ୍କନ। ସେପରି 2ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା ମଧ୍ୟ ସରିଛି। ଆଗକୁ ଆହୁରି 8ଟି ଅଦିନିଆ ସ୍ନାନ ପୂର୍ଣ୍ଣିମା କରିବାକୁ ପ୍ରସ୍ତୁତି କରିଛି। ଅଦିନରେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଳନ କ୍ଷତିକାରକ ହେବା ସହିତ ଏନେଇ ଶାସ୍ତ୍ରୀୟ ନିର୍ଦ୍ଦେଶ ନଥିବା ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଓ ପଣ୍ଡିତମାନେ ମତ ଦେଉଛନ୍ତି। ଗଜପତି ମଧ୍ୟ ଏନେଇ ଇସ୍କନକୁ ଚିଠି କରି ଜଣାଇଛନ୍ତି। ତଥାପି ଇସ୍କନ ବିଦେଶରେ ଅଦିନରେ ଏହି ଉତ୍ସବ ପାଳନରୁ ବିରତ ହେଉନି। ଏନେଇ ସୂଚନା ପହଞ୍ଚିବା ପରେ ବିରୋଧ ଜୋରଦାର କରିବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଦଶରଥପୁରରେ ଝାଡ଼ାବାନ୍ତି ଆତଙ୍କ, 7 ଦିନ ପାଇଁ ଦହିବରା ଓ ଫାଷ୍ଟଫୁଡ୍ ବିକ୍ରି ବନ୍ଦ। ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ୍ ଖାଇ ଶତାଧିକ ଲୋକ ଆକ୍ରାନ୍ତ ହେବା ଘଟଣା ପରେ ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ। ପୌରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ୍ ସେଣ୍ଟର ଉପରେ ଚଢ଼ାଉ କରାଯାଇଛି। ଏଥିସହିତ ଆସନ୍ତା 7 ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡ଼ିକୁଆ ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି। ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ। ଏଥିସହିତ ଫୁଟା ପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ। ପ୍ରକାଶ ଥାଉ କି ଦଶରଥପୁର ବ୍ଲକର ଦହିବରା ଖାଇ 7ଟି ଗ୍ରାମରୁ 100ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ସେ ଭିତରେ 42 ଶିଶୁ ଥିବା ବେଳେ 50 ଜଣ ବଡ଼ ଲୋକ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏ ଘଟଣାକୁ ନେଇ ଦହିବରା ବେପାରୀଙ୍କୁ ଦଶରଥପୁର ପୁଲିସ ଅଟକ ରଖିଥିଲା। ପରବର୍ତ୍ତୀ ଖବର,
ରାୟଗଡ଼ାରେ ନୂଆ ରେଳ ଡିଭିଜନ ଜୁନ୍ 1ରୁ ହେବ କାର୍ଯ୍ୟକାରୀ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ଜାରି ହୋଇଛି। ଏହା ଓଡ଼ିଶାର ରେଳ ସଂଯୋଗ, ପରିବହନ ସୁବିଧା ଓ ଆର୍ଥିକ ଉନ୍ନତିକୁ ବୃଦ୍ଧି କରିବ। ଏହାଛଡ଼ା ଦକ୍ଷିଣ ତଟ ରେଲୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ। ପୂର୍ବତଟ ରେଳବାଇ ଓ ଦକ୍ଷିଣ କେନ୍ଦ୍ର ରେଳ ତଟରୁ କିଛି ଅଞ୍ଚଳକୁ ନେଇ ଦକ୍ଷିଣ ତଟ ରେଳ କରାଯାଇଛି। ଏହି ନୂତନ ତଟର କାର୍ଯ୍ୟାଳୟ ବିଶାଖାପାଟଣାରେ କରାଯାଇଛି। ଏହା ମଧ୍ୟ ଜୁନ୍ 1ରୁ କାର୍ଯ୍ୟକାରୀ ହେବା ନେଇ ଗେଜେଟ୍ ନୋଟିଫିକେସନ୍ ଜାରି ହୋଇଛି। वाल्टियर डिविजन को दुई भाग करा जायछि। गोटे भाग रायगड़ा डिविजन जहाँ पूर्वतट रेल अधीन रहिबो, अन्य भाग दक्षिण तट विशाखापाटना अधीन रहिछि। परवर्ती खबर, पश्चिमबंग रे राष्ट्रपति शासन, ममता इस्तीफा न देबार घोषणा परे बेंगल रे चहल। पश्चिमबंग विधानसभा निर्वाचन फलाफल पर टीएमसी मुख्य ममता बानार्जी मुख्यमंत्री पदरु इस्तीफा न देबा पई अटल रहिछन्ति। मंगलवार एक सांबादिक सम्मेलन में ममता बानार्जी कहिछन्ति, मु इस्तीफा देबी नाही, इस्तीफा देबार कोनोसी प्रश्न उठु नाही। से आमे निर्वाचन हारी नाहु, यह आमको परास्त करने सेमानकर प्रयास। सेमाने निर्वाचन कमिशन माध्यम आमको परास्त करें, किंतु नैतिक भाव में आमे जीतिछु। एही समय सूत्ररू जनापड़ी जे जदि ममता बानार्जी राज्यपाल पाखक जाई इस्तीफा न दियंती तेबे पश्चिमबंग रे राष्ट्रपति शासन लागू हेबो। परवर्ती खबर, बंगाल रे भाजपार प्रचंड विजय पर मुख्यमंत्री मोहन माझी बड़ घोषणा। राजनीति में विजय और पराजय केवल क्षमता परिवर्तन पर्यंत सीमित नुहे, यह प्रभाव साधारण लोकों उपर पड़े। पश्चिमबंग में भाजपार विजय पर ओडिशारू समान संकेत आसीथिला, जोंठारे मुख्यमंत्री मोहन चरण माझी एक बयान हठात चर्चा को आसी। से घोषणा करथिले जे ओडिशा रे आलूर अभाव रहिबो नाही। प्रथम नजर रे ही बयान सरल मन हुए, किंतु यह पछरे एक बड़ विवाद रही जहाँ मास मास धरी चली। जितेबाला आलू भली एक दैनंदिन सामग्री राजनीतिक प्रसंग हो जाए, सेतेबाला परिस्थिति केते गंभीर ताहा बुझिबा कष्टकर। प्रकृत में गत किछि मास धरी आलूर मूल्य ओडिशार लोकंक पई समस्या सृष्टि करुथिला। एहार सबुठारु बड़ कारण थिला बंगाळारू जोगाण रे बाधा। अभियोग थिला जे बंगाळ सरकार निज राज्य रे मूल्य नियंत्रण करिबा पई अन्य राज्यरू अधिक आलू ट्रक गुडीको अवरोध करुथिले। यह सीधा सड़क ओडिशा को प्रभावित करथिला, जेउठारे दर किलोग्राम प्रति 50 रु 60 टंकारे पहुंचीथिला। परवर्ती खबर, पाखे आसुछि महाप्रभुंक रथयात्रा, सीसीटीवी नजर रहिबो बड़दाण्ड। रथयात्रा प्रस्तुति नहीं पुरी एसपी प्रतीक सिंह मंगलवार एक बड़ सूचना दैछन्ति। श्रृंखलित और सुरक्षित रथयात्रा पई स्वतंत्र पदक्षेप निया जायथिबा एसपी कहिछन्ति। रथयात्रा पई पुलिस पक्षरु एकाधिक कंट्रोल रूम खोला जिवो, एपरिकी बड़दाण्ड संपूर्ण सीसीटीवी बलय मध्यरे रहिबो बोली एसपी कहिछन्ति। रथ समय श्रद्धालुंक पई बड़दाण्डर विभिन्न स्थान में एलईडी स्क्रीन लगा जिवो, एपरिकी रथयात्रा समय ट्राफिक नियंत्रण पई गूगल रो सहायता निया जिवो। अन्यपक्षे रथ समय अमानिया ऑटो चालकों विरुद्ध में कार्यानुष्ठान ग्रहण कर एसपी कहिछन्ति। परवर्ती खबर, जितु मुंडा घरे कलह आरंभ। केन्दुझर जिला पाटणा ब्लॉक डियानाली चतुरी साहिर जितु मुंडा टंका उठाइबा पई भौणीक कंकाळ धरी बैंक को जिबा घटना को 7 दिन पूरीथिले मध्य चर्चा विवाद थमु नाही। घटना जितुंक निकटकू समवेदना सहित टंकार सुओ छुटुछि। टंकारु एबे जितुंक सान भाई भाग मागुथिबा अभियोग होइछि। टंका नदेले सान भाई शंकरा माड़ मारिबो बोली जितु कहिसंति। खबर पाई सोमवार तुरुमुंगा थाना अधिकारी दीप्ति रंजन साहू और पाटणा अधिकारी किरण प्रसाद साहू डियानाली चतुरी साहिरे पहुंची बुझासुझा करने सहित स्थिति जांच करिसंति। जितु तांको भाईंको नामरे अभियोग कले मामला रुजु कराजिबो बोली पाटणा थाना अधिकारी साहू कहिसंति। अन्यपक्षरे कालारंक उत्तराधिकारी ढेंकानाल जिला गंधिया तहसिल राणी गाँव में रोथिबा कुहाଯାଉଛି। ता तदंत करबाकू पाटना तहसिलदार अश्विनी नायक ढेंकानाल जिलापाल को पत्र लिखिछन्ति। परवर्ती खबर, मिसाइल माड़े थरिला यूएई, 3 जण भारतीय नागरिक गुरुतर डिफेन्स सिस्टम फेल। अशांत मध्यप्राच्य पछकू हटुनी इरान कले बळे शत्रु को देउछि मात। एबे यूएई उपरे सीधा अटैक। इरानी ड्रोन आक्रमण जोगु जळी उठिला फुजेइराह पेट्रोलियम शिल्प। नियाकु नियंत्रण करबा पाई तुरंत सिविल डिफेन्स दलगुड़िक नियोजित करा जायतिला। सबुठु बड़ कथा है यह ड्रोन आक्रमण में 3 जण भारतीय नागरिक मध्य आहत होइछन्ति। 3 जण को एक हॉस्पिटल को स्थानांतर करा जायछि, जेउठारे सेमाने वर्तमान चिकित्सा पाउछन्ति। परवर्ती खबर, मासिक 2500 टंकारे घरोई सहायिका भाव काम करुथिले एबे विधायक हेले। एथर 5 राज्यर निर्वाचन में अनेक रोमांचित विजय, अनेक इमोशन विजय देखा मिली। आरजेकर मेडिकल दुष्कर्म पीड़िता माँ हूँ कि थालापति विजय ड्राइवर को पुओ, एमाने समस्ते एथर जनादेश पाई साजिछन्ति नेता। से पश्चिमबंग आउ एक इमोशनल विजय घटना सामना को आसी। पश्चिमबंग जड़े घरोई सहायिका साजिछन्ति विधायिका। दिने मासिक 2500 टंकारे घरोई सहायिका भाव में काम करुथिबा कालिता माझी जीतिछन्ति औस्ग्राम निर्वाचन मंडली होइछन्ति विधायिका। कालिता बीजेपी टिकेट्रु निर्वाचन लड़ीथिले, तांको विपक्षरे थिले टीएमसी रो श्यामा प्रसन्न लोहर। कालितांकु मोट 1,07,692 खंड भोट मिलिथिला। से टीएमसी रो श्यामा प्रसन्न लोहर को 12,535 भोट व्यवधान रे परास्त करथिले। कालिता माझी राजनीति रे प्रवेश करबा पूर्वरु 4 जनक घरे घरोई सहायक भाव में काम करुथिले।
ପରବର୍ତ୍ତୀ ଖବର ମେ 9ରେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ। ପଶ୍ଚିମବଙ୍ଗରେ ବିଜେପିର ସୁନାମୀ 200ରୁ ଅଧିକ ସିଟ୍ ହାତେଇଛି ଦଳ। ଏହାରି ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହେଲାଣି କସରତ। ଏସବୁ ଭିତରେ ଆସନ୍ତା ମେ 9 ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏନେଇ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ସୂତ୍ର ଅନୁସାରେ ଆସନ୍ତା 9 ତାରିଖ ନୋବେଲ ବିଜେତା ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକ। ଏହି ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଛି। ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ମଧ୍ୟ ତାରିଖ ବାବଦରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମେ 9 ତାରିଖରେ ବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପରବର୍ତ୍ତୀ ଖବର ଭାରତୀୟଙ୍କ ଉପରେ ଆକ୍ରମଣ ଆଦୌ ସହିବୁନି। ଫୁଜୈରା ପେଟ୍ରୋଲିୟମ ଶିଳ୍ପ ଉପରେ ଇରାନ ଆକ୍ରମଣକୁ ନିନ୍ଦା କଲା ଭାରତ। ବାରମ୍ବାର ଇରାନ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ହେଉଛି। କେତେବେଳେ ଜାହାଜ ଉପରେ ଭାରତୀୟ ନାବିକଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ଆରବ ଦେଶରେ ଥିବା ଭାରତୀୟ ଇରାନ ମିସାଇଲ ଆକ୍ରମଣର ଶିକାର ହେଉଛନ୍ତି। ଗତକାଲି ୟୁଏଇର ଫୁଜୈରା ପେଟ୍ରୋଲିୟମ ଶିଳ୍ପ ଜୋନ୍ ଉପରେ ଇରାନ ଯେଉଁ ମିସାଇଲ ଆକ୍ରମଣ କରିଛି ଏଥିରେ 3 ଭାରତୀୟ ଆହତ ହୋଇଛନ୍ତି। ଆଉ ମଙ୍ଗଳବାର ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଭାରତ ସରକାର। ଇରାନର ଏଭଳି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ଜନବସତି ଏରିଆ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଭାରତ ଦାବି କରିଛି। ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନ ୟୁଏକୁ ଟାର୍ଗେଟ୍ କରି ପୁଣି ଥରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଛି। ସୋମବାର ଫୁଜୈରା ତୈଳ ଶିଳ୍ପ ଜୋନ୍ରେ ଗୋଟିଏ ଆକ୍ରମଣରେ ଅଗ୍ନିକାଣ୍ଡ ଘଟିଥିଲା। ପରବର୍ତ୍ତୀ ଖବର ମେ 7ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବିଜୟ। ଚାଲିଛି ସଂଖ୍ୟା ଯୋଗାଡ଼। ତାମିଲନାଡୁରେ ଚମକପ୍ରଦ ବିଜୟ ପରେ ସରକାର ଗଢ଼ିବାକୁ ପ୍ରସ୍ତୁତିରେ ଜୁଟି ଯାଇଛି ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ। 234 ସିଟ୍ରୁ 108 ସିଟ୍ ଜିତିଥିବା ଟିଭିକେର ମୁଖ୍ୟ ଥାଲାପତି କ୍ୟାବିନେଟ୍ ଗଠନ ପାଇଁ ନିଜ ବିଧାୟକଙ୍କ ସହ ବୈଠକ କରିଛନ୍ତି। ସୂତ୍ର ଅନୁଯାୟୀ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ମେ 7ରେ ଶପଥ ନେଇପାରନ୍ତି। ତାଙ୍କ ସହିତ 9 ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି। କାଲି ଅନୁଷ୍ଠିତ ବୈଠକରେ ମେଣ୍ଟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ତାମିଲନାଡୁରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର 118 ଦରକାର ଥିବାବେଳେ 10ଟି ଆସନ ପଛରେ ରହିଛି ଟିଭିକେ। ତେଣୁ ଟିଭିକେ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ ପାଇଁ ପ୍ରୟାସ ଚଳାଇଛି। ପରବର୍ତ୍ତୀ ଖବର ସହରାଞ୍ଚଳରେ ଆକସ୍ମିକ ବନ୍ୟା ମୁକାବିଲା ରହିବ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ। ଆଗାମୀ ମୌସୁମୀ 2026 ପାଇଁ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅଧିକାରୀମାନେ ଏହି ମାର୍ଗଦର୍ଶିକାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁହାଯାଇଛି। କାର୍ଯ୍ୟକାରିତାରେ ଯଦି କୌଣସି ଅବହେଳା ପରିଲକ୍ଷିତ ହୁଏ ତେବେ ତାହାକୁ ଗୁରୁତର ସହ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି, ଯାହା ବିପର୍ଯ୍ୟୟ ପରିଚାଳନା ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ପରବର୍ତ୍ତୀ ଖବର ଗୁଜରାଟରୁ ପୁଞ୍ଜିନିବେଶ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ 3 ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। କାଲି ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ସେ ଶିଳ୍ପପତିମାନଙ୍କୁ ଭେଟି ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ନିବେଶକମାନଙ୍କ ପସନ୍ଦ ପାଲଟିଥିବା ଓଡ଼ିଶାରେ ନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି। ନିବେଶକମାନେ ଓଡ଼ିଶାର ରସାୟନ, ଗ୍ୟାସ୍ ଓ ଉପକରଣ, ଧାତବ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପୁଞ୍ଜିନିବେଶ ଆଣିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍କୁ ଅହମ୍ମଦାବାଦରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପରବର୍ତ୍ତୀ ଖବର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହ ପର୍ଯ୍ୟବେକ୍ଷକ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଏକତରଫା ବିଜୟ ହୋଇଛି। ସରକାର ଗଠନ ନିମନ୍ତେ ବିଜେପି ନିଜର ଦାବି ରଖିବ। ତେବେ ଏହା ପୂର୍ବରୁ ବିଜେପି ବିଧାୟକ ଦଳର ନେତାଙ୍କୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳୀୟ ସୂତ୍ରରୁ ଜଣାଯାଇଛି ଯେ ଆସନ୍ତା 9 ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେବେ। ଏଥିପାଇଁ ଉଭୟ ପର୍ଯ୍ୟବେକ୍ଷକ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଖୁବ୍ ଶୀଘ୍ର ବିଜେପି ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ। ପରବର୍ତ୍ତୀ ଖବର କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି ଆଖୁର କ୍ୱିଣ୍ଟାଲ ପିଛା ଉଚିତ ମୂଲ୍ୟ ହେଲା 365 ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଖୁର କ୍ୱିଣ୍ଟାଲ ପିଛା 365 ଟଙ୍କା ଉଚିତ ଓ ଲାଭଦାୟକ ମୂଲ୍ୟକୁ ଅନୁମୋଦନ ପ୍ରଦାନ ହୋଇଛି। 2025-26ର ମୂଲ୍ୟ ତୁଳନାରେ ଏହା 2.81% ଅଧିକ। ଏହାଦ୍ୱାରା 5 କୋଟି ଆଖୁ ଚାଷୀ ଏବଂ ଚିନି କଳ ଓ ଆନୁଷଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ଥିବା 5 ଲକ୍ଷ ଶ୍ରମିକ ଲାଭବାନ ହେବେ। ଏଥର 10.25%ର ମୂଳ ପୁନରୁଦ୍ଧାର ହାର ଧାର୍ଯ୍ୟ କରାଯାଇଛି। ଏହାଠାରୁ ପ୍ରତି 0.1% ଅଧିକ ପୁନରୁଦ୍ଧାର ପାଇଁ କ୍ୱିଣ୍ଟାଲ ପିଛା 3.56 ଟଙ୍କାର ପ୍ରିମିୟମ ପ୍ରଦାନ କରାଯିବ। ଆଖୁ ଚାଷୀଙ୍କ ସ୍ୱାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ସରକାର କହିଛନ୍ତି ଯେ ଯେଉଁ ଚିନି ମିଲ୍ରେ ପୁନରୁଦ୍ଧାର ହାର 9.5%ରୁ କମ୍ ରହିଛି ସେଠାରେ କୌଣସି ପ୍ରକାର ରିହାତି ଦିଆଯିବ ନାହିଁ।